ସ୍ୱର୍ଗରେ ସବୁକିଛି ଅଛି କିନ୍ତୁ ମୃତ୍ୟୁ ନାହିଁ। ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ। ଦୁନିଆରେ ସବୁକିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ। ଆଜିର ମଣିଷ ପାଖରେ ସବୁକିଛି ଅଛି କିନ୍ତୁ ଧୈର୍ଯ୍ୟ ନାହିଁ। ସେହିପରି ଏଠି ଆଶା ଅଛି, ପୂର୍ଣ୍ଣତା ନାହିଁ। ଏଠି ସ୍ୱପ୍ନ ଅଛି, ସତ୍ୟତା ନାହିଁ। ଏଠି ଜୀବନ ଅଛି, ଆନନ୍ଦ ନାହିଁ। ଏଠି ବନ୍ଧୁ ଅଛି, ବନ୍ଧୁତା ନାହିଁ। ଏଠି ସମ୍ପର୍କ ଅଛି, ବାସ୍ତବତା ନାହିଁ। ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ। ଜଣେ କୋଟିପତି ବ୍ୟକ୍ତି ସମୟ ଚକ୍ରରେ ଭିକାରୀ ହୋଇପାରେ, ଆଉ ଜଣେ ଗରିବ କାଲି ବି କୋଟିପତି ହୋଇପାରେ। ସେଥିପାଇଁ ଟଙ୍କା ପଇସାର ଅହଙ୍କାରରେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ। ସଡ଼କ କେବେ ସିଧା ହୋଇନଥାଏ। କିଛି ସମୟ ଚାଲିବା ପରେ ମୋଡ଼ ନିଶ୍ଚୟ ଆସିଥାଏ। ଠିକ୍ ସେହିପରି ଆମ ଜୀବନ ହେଉଛି ସଡ଼କ ସଦୃଶ୍ୟ। ବାସ୍ ଧୈର୍ଯ୍ୟର ସହିତ ଚାଲିବା ଆବଶ୍ୟକ। ଭଲ ସମୟ ନିଶ୍ଚୟ ଆସିବ। ମନେ ରଖ, ଯେଉଁ ପର୍ଯ୍ୟନ୍ତ ତୁମେ ଲୋକଙ୍କର କାମରେ ଆସୁଥିବ ସେତେ ପର୍ଯ୍ୟନ୍ତ ସେମାନେ ତୁମକୁ ମନେ ରଖିଥିବେ। ତାପରେ ତୁମକୁ ଅଣଦେଖା କରିବେ। ଯେମିତି ଦୀପ ଜଳିବା ପରେ ଡିଆସିଲ୍ କାଠି ଅଲୋଡ଼ା ହୋଇଯାଏ। ଜୀବନରେ ଯଦି ପାରୁଛନ୍ତି ତ ଅନ୍ୟକୁ ସାହାଯ୍ୟ କରିବାକୁ କେବେ ହେଲେ ପଛାନ୍ତୁ ନାହିଁ। ଆଉ ହଁ, ସେହି ବ୍ୟକ୍ତି ଭବିଷ୍ୟତରେ କେବେ ଆପଣଙ୍କୁ ସାହାଯ୍ୟ କରିବ ସେହିପରି ଆଶା ମଧ୍ୟ କେବେ କରନ୍ତୁ ନାହିଁ। ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ ପାଇଁ ନିଶ୍ଚୟ ପହଞ୍ଚିବ। ରାଗ ସବୁବେଳେ ଏକୁଟିଆ ଆସିଥାଏ କିନ୍ତୁ ଗଲାବେଳେ ବୁଦ୍ଧିକୁ ନେଇ ଚାଲିଯାଏ। ତେଣୁ ରାଗ ହିଂସା ଛାଡ଼ି ସ୍ନେହ ପ୍ରେମରେ ବଞ୍ଚନ୍ତୁ। ଜୀବନଟା ବହୁତ ସହଜ ଲାଗିବ। ଶରୀରକୁ ଯେପରି ଜଳ ଦ୍ୱାରା ପବିତ୍ର କରାଯାଏ, ସେମିତି ମନକୁ ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା ଓ ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଏ। ଭୁଲ ଜୀବନର ଗୋଟିଏ ପୃଷ୍ଠା ଅଟେ। ସମ୍ପର୍କ ଗୋଟିଏ ବହି। ଯଦି ଦରକାର ପଡ଼େ ତାହେଲେ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ। ଜୀବନଟା ବହୁତ ସୁନ୍ଦର। ଏହାକୁ ଅଧିକ ସୁନ୍ଦର କରିବାକୁ ଚେଷ୍ଟା କରନ୍ତୁ। ବ୍ୟବହାର ଏମିତି କରନ୍ତୁ ଯେପରି ଅନ୍ୟକୁ କଷ୍ଟ ନ ହୁଏ। ହୃଦୟକୁ ଏମିତି ରଖନ୍ତୁ ଯେପରି ଦୁଃଖ ନ ଲାଗେ। ସମ୍ପର୍କ ଏମିତି ରଖନ୍ତୁ ଯାହାର କେବେ ଅନ୍ତ ନ ହେବ। କାହା ଭରସାରେ ରୁହନ୍ତୁ ନାହିଁ। କାହା ଗୋଡ଼ ତଳେ ପଡ଼ି ସଫଳ ହେବା ବଦଳରେ ନିଜ ଗୋଡ଼ରେ ଚାଲି ସଫଳତା ହାସଲ କରନ୍ତୁ। ଯାହାର ମନ ପବିତ୍ର ଥାଏ ସେ ଈଶ୍ୱର ନ ପୂଜିଲେ ମଧ୍ୟ ଈଶ୍ୱରଙ୍କ କୃପା ସାଥିରେ ରହିଥାଏ। ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ୱରଙ୍କ ମୂର୍ତ୍ତି ରଖିଲେ ବା ପୂଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନଥାଏ। ଯେତେବେଳେ ପାଦ ଥକି ଯାଇଥାଏ ସେତେବେଳେ ସାହସ ହିଁ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି ସେତେବେଳେ ଭଗବାନ କେବଳ ସାଥ ଦେଇଥାନ୍ତି। ସମସ୍ତଙ୍କୁ ହସାଇବେ କିନ୍ତୁ କେବେ କାହା ଉପରେ ହସିବେ ନାହିଁ। ସମସ୍ତଙ୍କ ଦୁଃଖ ଶୁଣିବେ କିନ୍ତୁ କାହାକୁ ଦୁଃଖୀ କରାଇବେ ନାହିଁ। କିଛି ଲୋକ ନିଜକୁ ନେଇ ଅହଙ୍କାର କରନ୍ତି, ନିଜକୁ ବଡ଼ ବୋଲି ଭାବନ୍ତି, କିନ୍ତୁ ସେମାନେ ହୁଏତ ଜାଣନ୍ତି ନାହିଁ ଫୁଲର ସୌରଭ ଓ ମଣିଷର ଗର୍ବ ବେଶୀ ଦିନ ରୁହେ ନାହିଁ। ଯଦି ସତରେ ନିଜ ଲାଇଫକୁ ବଦଳାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ନିଜ ମାଇଣ୍ଡକୁ ବଦଳାନ୍ତୁ। ଯଦି ଆପଣ ଗରିବ ରହିବେ କେହି ପଚାରିବେ ନାହିଁ। ଯଦି ପରିଶ୍ରମ କରିବେ ସମସ୍ତେ ହସିବେ, ଆଉ ସଫଳ ହୋଇଗଲେ ସବୁ ଜଳିବେ। ବଜାରରେ ମିଳୁଥିବା ଛୋଟିଆ ଫଳଟିଏ ନିଜ ଆକାର ପାଇଁ ନୁହେଁ, ନିଜର ମଧୁର ସ୍ୱାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଯାଏ। ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ଼, ଧନୀ ହେଉ କିମ୍ବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁନର୍ବାର ଦେଖାହେବ ଆଉ ଏକ ନୂତନ ଭିଡ଼ିଓରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।